ହାଏ ସାଙ୍ଗମାନେ, ମୁଢ଼ି ପାଇଁ ଚାଉଳ କେମିତି ପ୍ରସ୍ତୁତ କରାଯାଏ ଆସନ୍ତୁ ମୁଁ ଆପଣମାନଙ୍କୁ ଦେଖାଉଛି। ପାଣି ଗରମ ହେଇଗଲା ପରେ ମୁଁ ଧାନ ଗୁଡ଼ିକ ଡେକ୍ଚିରେ ଢାଳି ଦେଉଛି। କାହିଁ ଛୋଟିଆ ଜାଗାରେ ମୋର ସୁବିଧା ହେଲାନି, ସେଥିପାଇଁ ମୁଁ ବୁରାରେ ଆଣିକି ବୁରା ସହିତ ମୁଁ ଧାନକୁ ଢାଳୁଛି। ଆଉ ଏବେ ଧାନ କଟା ମେସିନ୍ ସାହାଯ୍ୟରେ ଧାନ କଟା ହେଉଛି, ସେଥିପାଇଁ ଅଗାଡ଼ି ଜମା ଉଡ଼ୁନି। ଆଉ ମୁଁ ଦେଖନ୍ତୁ ଅଗାଡ଼ି ଗୁଡ଼ାକୁ କେମିତି ଛାଣି ଦେଉଛି ଚଟୁ ସାହାଯ୍ୟରେ। ଆଉ ଅଗାଡ଼ି ଗୁଡ଼ାକ ବାହାର କରିସାରିଲା ପରେ ଚୁଲିଟିକୁ ମୁଁ ଭଲ ଭାବରେ ଜାଳି ଦେଉଛି, କାହିଁକିନା ଧାନ ଗୁଡ଼ିକ ଫୁଟିବ। ଫୁଟିଲା ପରେ ଧାନ ଗୁଡ଼ିକ ଭଲ ଭାବରେ ତିଆରି ହେବ। ଆଉ ମୋର ଚୁଲି ଯେତେ ଜୋର ଜଳୁଛି ସେତେ ଜୋରରେ ମୋ ଧାନ ଗପ ଗପ ହେଇକି ଫୁଟୁଛି ଦେଖନ୍ତୁ। ଆଉ ଗୋଟେ ଡେକ୍ଚି ମୋର ଧାନ ଫୁଟି ସାରିଛି, କାହିଁକିନା ମୁଁ 4ଟା ବେଳେ ବସେଇଥିଲି। ଆଉ ଏପଟେ ଦେଖନ୍ତୁ ମୋ ପୁଅ ମୁଢ଼ି ଖାଇବା ପାଇଁ ବସିଯାଇଛି। ଆଉ ମୁଢ଼ି ଗୁଡ଼ାକ ଏମିତି ଭିଣିଛି ଯେମିତି କୁକୁଡ଼ା ଭିଣିଲା ଭଳିଆ ଭିଣିଛି। ଆଉ ମୋତେ ବହୁତ ରାଗ ଲାଗେ ମୁଢ଼ି ଭିଣିଲେ କେହି। ଆଉ ଯେହେତୁ ଛୋଟିଆ ପିଲାଟା ମୁଁ ତା ଉପରେ ରାଗି ବି ପାରୁନି। ଆଉ ଏପଟେ ମୁଁ ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖାଉଛି ମୋର ଧାନ ଭଲ ଭାବରେ ଫୁଟିଗଲାଣି। ଆଉ କେତେ କଷ୍ଟରେ ମୁଢ଼ି ଚାଉଳ ତିଆରି ହୁଏ, ଯିଏ ତିଆରି କରେ ସେ ହିଁ ଜାଣିଛି। ଆଉ ପିଲାମାନେ ଖାଲି ଭିଣି ପକାନ୍ତି। ଆଉ ମୋର ସେକେଣ୍ଡ ହାଣ୍ଡିଟି ମଧ୍ୟ ହେଇଗଲା। ଅଧା ଧାନକୁ ମୁଁ କାଢ଼ିଦେଲି, କାହିଁକିନା ବଡ଼ ଡେକ୍ଚିଟା ମୁଁ ଚୁଲିରୁ ଓହ୍ଲେଇ ପାରିବିନି, ସେଥିପାଇଁ ଅଧା ଧାନ କାଢ଼ି ଦେଇ ଚୁଲିରୁ ମୁଁ ଧାନ ଗୁଡ଼ାକୁ ଡେକ୍ଚିକୁ ଓହ୍ଲେଇ ଦେଲି। ଆଉ କାଲି ଆପଣମାନଙ୍କୁ ମୁଁ ଦେଖେଇବି ଧାନ ଗୁଡ଼ାକୁ କେମିତି ମୁଁ ସିଝେଇବି। ଆଉ ଆପଣ ପଟେ ଧାନ ଗୁଡ଼ିକ ଆପଣ ପଟେ ମୁଢ଼ି ଚାଉଳ କେମିତି ତିଆରି ହୁଏ